ଆଉ ଗୋଟିଏ ସବୁଠୁ ବଡ଼ ଜିନିଷ ଲୋକଙ୍କ ଦେହରେ ବହୁତ ମୋଲ ଥାଏ ବା ଯାଇ ଯାହାକୁ କୁହନ୍ତି, ସେ ମୋଲ ଯେତେବେଳେ ବଳ ହୁଏ ବା ବଢ଼େ ବୟସରେ ବା ତାର ରଙ୍ଗର ପରିବର୍ତ୍ତନ ହୁଏ, ସେତେବେଳେ କଣ କରିବା ଉଚିତ? ମୋଲ ଆଜ ଇଟ୍ ଇଜ କିଛି କ୍ଷତିକାରକ ନୁହଁ, সেটা গোটে চিহ্ন মার্ক আইডেন্টিফিকেশন মার্ক ভଳି কাম କରୁଛି। কিন্তু মোল যদি বঢ়িলা বা রঙ বদলাইলা ସମସ୍ତଙ୍କର ଧାରଣା এটা କ୍ୟାନ୍ସର ଆଡକୁ ଗଲା, କାହିଁକି ନା ଏଇଟା ବି କ୍ୟାନ୍ସରର ଗୋଟେ ଲକ୍ଷଣ। କିନ୍ତୁ ବହୁତ କମ ମୋଲ କ୍ୟାନ୍ସର ଆଡକୁ ଯାଏ, ବହୁତ ମୋଲ ବି ଟିକେ ସାଇଜ ବୟସରେ ବଢେ, ବୟସ ବଢିବା ସାଙ୍ଗେ ଆମେ ତାକୁ ଭାବେ ବଢିଲା, 18 ଯେ ବୟସ ବଢୁଛି ଟିକେ ବଢିପାରେ କିମ୍ବା ଟିକେ ରଙ୍ଗ ବି ବଦଳେଇ ପାରେ। କିନ୍ତୁ ସେ ଯଦି କନଷ୍ଟାଣ୍ଟଲି ବଢିଲା, କନଷ୍ଟାଣ୍ଟଲି ରଙ୍ଗ ବଦଳେଇଲା ବା ତାର ଆକାରରେ ପରିବର୍ତ୍ତନ ହେଲା, ତାହେଲେ ଆମେ ଚର୍ମରୋଗ ଡାକ୍ତରଙ୍କୁ କନସଲ୍ଟ କରି ତାର ବ୍ୟବସ୍ଥା କରିବା ଉଚିତ, ତାକୁ ବାୟୋପ୍ସି କରିବା ଉଚିତ, ସେଥିରେ କ୍ୟାନ୍ସର ଆଡକୁ ଗତି କରୁଛି ନା ନାହିଁ ଦେଖିବା ଉଚିତ। ଆଉ ଖାଲି ମୋଲ ଟିକେ ବଢିଛି କିମ୍ବା ଟିକେ ରଙ୍ଗ ପରିବର୍ତ୍ତନ କରିଛି, ସେଥିରେ ଏତେ ଛାନିଆ ହବା କଥା ନୁହଁ। ଏଇ ଜିନିଷ ଯଦି ଲାଗି ରହିଲା, ତା ଉପରେ ଆମେ ଦୃଷ୍ଟି ଦେବା, ଅଯଥାରେ ଏହା ଉପରେ ଦୃଷ୍ଟି ଦେଇ ନିଜେ ଆତଙ୍କିତ ହୋଇ ଜୀବନକୁ ଅସାଧାରଣ କରିବାର କିଛି ମାନ୍ୟତା ନାହିଁ।